कन्हई मोर आनंदर सहकारी माँ मान को अनै बोले एत हूँ केमती आसो हाँ जहा हूँ आनंदर कथा प्रभु चिंता कले कौ बेस जी कौ बेस जी आज्ञा गोटे साधु रूप धारण कले साधु रूप धारण कर आसी गोपपुर पहुँचाई गोपपुर पहुँचे कृष्ण कन्या जापर मो माया मोते अगोचरा मो माया मोते गोपपुर आउ स्वर्ग आउ मर्त्यर आउ नागलोक तीन लोक मैंने आनंद होती कारण कंसर भय नहीं कंस किए आज्ञा आम निजे गोटे गोटे कंस जिते बेले आम मन में पूर्णता भाव आसे आम मन में दुश्चिंता भाव आसे कष्ट भाव आसे से कंस कंस गोटे प्रतिमूर्ति है कि नहीं आम ही कंस आम ही रावण आम ही हूँ कुंभकर्ण आम हूँ विभीषण आम कृष्ण कन्या गोटे गोटे अंश अवतार बोलानंद शंकर भगवान उपस्थित होती प्रभु जापारे कहले माँ जशोमती मुझे तुम पुओ को देखी माँ कौन कहले कहले आदौ हो पार ना कहीं ना ए गोटे सुंदर रूप धारण कर आसी युवती मो पुओ को मारिदेवा आसीला कंस तुमको न पठे किए कह अनेक रूप धरी तुम आउच तेणुक तुमको मोर विश्वास नहीं विश्वास नहीं विश्वास ना प्रभु अंतर्यामी जापारे शंकर भगवान आसी दर्शन देवी कौन कले ना खूब जोर कांदा आरंभ कले जिते प्रकार माँ जशोमती बुझाइले जिते प्रकार माने
ଇଏ କରୁଥାନ୍ତି, ବୁଝାଉଥାନ୍ତି, ଖାଦ୍ୟ ଦେଉଥାନ୍ତି, ଯେତେ ପ୍ରକାର ଭାବରେ ମାନେ ତାଙ୍କୁ ଆୟତ୍ତ କରୁଛନ୍ତି, ଆଉ ସେ ସମ୍ଭାଳି ପାରିଲେ। ଏତେ ଗୋଡ଼ ହାତ ଛାଟି ଖଣ୍ଡେ କାନ୍ଦିଲେ ଯେ ଯାଇକି ଅସମ୍ଭାଳ ହେଇ ପଡ଼ିଲେ। ଶଙ୍କର ଭଗବାନ କହିଲେ, ମା ଟିକେ ମୋତେ ଦେଖେଇ ଦେଉନାହାନ୍ତି, ମୁଁ ଦେଖିଲା ମାତ୍ରକେ ତମ ପୁଅ ବନ୍ଦ ହେଇଯିବ। ନା ନାଇଁ, ତମେ ହେଉଛ ରାକ୍ଷସ, ତମେ ଯେଉଁ ରାକ୍ଷସ ପଠେଇଛି, ତମକୁ କଂସ ପଠେଇଛି, ତେଣୁ ମୁଁ କେତେବେଳେ ତୁମକୁ ଦେଖେଇବି ନାହିଁ। ଭଗବାନ କୃଷ୍ଣ ଚିନ୍ତା କଲେ, କହିଲେ ହେଇପାରିବନି, ହେଇପାରିବନି। ଖୁବ୍ ଜୋରରେ ଏପରି ଏକ ରଡ଼ି ଛାଡ଼ିଲେ ଯେ ଆଜ୍ଞା ଦଶପତି ମା ଡରି ପଡ଼ିଲେ, ଧରିଲେ କୋଳରେ ଧରିଲା ପରେ ପ୍ରଭୁଙ୍କର ହେଲେ ମାୟା ଦେଖେଇଲେ। ଧୀରେ 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 ମନ ପରିବର୍ତ୍ତନ ହେଲା, ଆସିକି ପହଞ୍ଚି ଯାଇଛନ୍ତି କେଉଁଠି ନା ଶଙ୍କର ଭଗବାନ ପାଖରେ। ଶଙ୍କର ଭଗବାନ ତାଙ୍କୁ କୋଳରେ ଧରି ପକେଇଲା ଭିତରେ କ'ଣ ହେଲା ଆଜ୍ଞା, ଅନେଇ ଦେଲେ, କହିଲେ ପ୍ରଭୁ ତୁମେ ଆସିବାକୁ ଏତେ ପ୍ରକାର ମାଆକୁ କଷ୍ଟ ଦେଇପାର ନା? ମା ପରା ସବୁ ସହରୀ ମା, ସର୍ବ ସହିବ ସେ। ଓମ ଗରିୟସୀ ମାତା ସ୍ୱର୍ଗଂ ଗରିୟସୀ ପିତା ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ। କହିଲେ ମା, ଏ ପୃଥିବୀ ଯେପରି ସବୁ ସହୁଛି, ତାକୁ ଗାତରେ ଖୋଳିଅ, ସେଠି ବମେଇ କର, ସେ ମାଟି ଫାଟି ଯାଉ, ଯେତେ ପ୍ରକାର କଷ୍ଟ ଦେଲେ କୌଣସି ପ୍ରକାର ପ୍ରତିକାର ମା ଯେତେବେଳେ କରୁନାହିଁ, ଠିକ୍ ମା ପାଖରେ ପୁଅ ସେଇଆ। ମାର ପ୍ରତ୍ୟେକ ପୁଅର ପ୍ରତ୍ୟେକ ଅଳି ଅର୍ଜନକି ମା ସହିଯାଏ, ଆଉ ମାର ପ୍ରତ୍ୟେକ ମନସ୍କାମନାକୁ ପୁଅ ପୂରଣ କରେ। ବୋଲାଣି ଏକ ବାର ଶଙ୍କର ଭଗବାନ ଦେଖିଦେଲେ, ପ୍ରଭୁ ଚୁପଚାପ ହେଇଗଲେ, ମା ତାକୁ ନେଇଗଲେ। ଯେତେବେଳେ ଶଙ୍କର ଭଗବାନ ଫେରି ଯାଉଛନ୍ତି, କହିଲେ ଆସିଲେ ତ କିଛି ଗୋଟେ ସନ୍ତକ ରହିବ। ପ୍ରଭୁ ଯେମିତି ଫେରି ଯାଇଛନ୍ତି ଶଙ୍କର ଭଗବାନ, ତାଙ୍କର ଯେଉଁ ପାଦ ପଡ଼ିଥିଲା ସବୁ ପାଦରେ ଫୁଲ ଆଜ୍ଞା ରହିଯାଇଛି। ଗୋପାଙ୍ଗନ ମାନେ ମା ଯଶୋମତୀ ସମସ୍ତେ ଦେଖୁଛନ୍ତି, କହିଲେ ଇଏ କ'ଣ ଫୁଲ କ'ଣ ରହିଯାଇଛି, ଇଏ କିଏ ଆସିଥିଲେ? ତା କହିଲେ ଶୂନ୍ୟବାଣୀ ହେଲା। କହିଲେ ମା, ମୁଁ ଆସିଥିଲି, ଶଙ୍କର ଭଗବାନ କହୁଛନ୍ତି ଯେ ମୁଁ ଗୋଟିଏ ତମ ପୁଅକୁ ଦେଖିବାକୁ ଆସିଥିଲି। ତମ ପୁଅ ସିଏ ନୁହେଁ, ସେ ଜଗତର ଠାକୁର, ଏଇ ତୁମ କୋଳରେ ସେ ଅବସ୍ଥାନ କରିଛନ୍ତି। କୃଷ୍ଣ କରିବା ଭଗବାନ କି ପିଲାବେଳେ କେତେ କଷ୍ଟ ଆଜ୍ଞା ମା ସହେ, ଏବଂ ପିଲାର ପ୍ରତ୍ୟେକ ଔଦ୍ଧତ୍ୟକୁ, ପିଲାର ପ୍ରତ୍ୟେକ ଦୁଷ୍ଟାମିକୁ କିପରି ମା ସହିଛନ୍ତି, ଏବଂ କୃଷ୍ଣ କରିବା ଭଗବାନ କିପରି ଭାବରେ କଂସର ଦର୍ପକୁ ଦଳନ କରିଛନ୍ତି। ଏବଂ ଗୋଟିଏ ତାଙ୍କର ବଡ଼ କଥା ହେଲା, ମାନେ ପଢ଼ୁଥିଲେ ଯେ ସିଏ ହେଉଛନ୍ତି ଏକ ନମ୍ବର ଆଜ୍ଞା ଚୋର। ସବୁ ପ୍ରକାର ଚୋରି ତାଙ୍କୁ ଆସେ, ଆଉ ନୂଆ ଚୋରି ସିଏ କରନ୍ତି। ଆମ ପାଖରେ ବାବା ବସନ୍ତି, ଏକରେ ବସନ୍ତି ଆମର କର୍ମକର୍ତ୍ତା ମହୋଦୟ। ତାଙ୍କର ଅହେତୁକ କି ଭାବ କଥା କହିବି, ଠାକୁରଙ୍କ ପାଖରେ ଯେଉଁ ଭକ୍ତିଭାବ ଅଛି, ସେ ଭକ୍ତିଭାବରେ ଆମେ ଏଇ ଯେଉଁ ଡୋର ଖଣ୍ଡିକା ଧରି ବାବା ହଲଉଛନ୍ତି, ଏ ଡୋର ଏମିତି ଗୋଟିଏ ଡୋର ସେ ବାନ୍ଧି ଦେଇଛନ୍ତି, ତାଙ୍କ ମାଧ୍ୟମରେ ସମସ୍ତେ ଆମେ ଘର ଦ୍ୱାର ଛାଡ଼ିକି ଏଠି ପଳେଇ ଆସିଛୁ। ତେଣୁ ଏହିପରି ଭାବ ଆଜି କୃଷ୍ଣ ଲଗେଇଛନ୍ତି କେଉଁଠି ଆଜ୍ଞା, ନା ଗୋପରେ ଲଗେଇ ଦେଇଛନ୍ତି। ଗୋଟିଏ ପିଲା ଏତେ ପ୍ରକାର କଷ୍ଟ ମାନେ ହଇରାଣ କରୁଛି, ହରକତ କରୁଛି, ଦେଖିଲା ମାତ୍ରକେ ସମସ୍ତଙ୍କର ମନ ମୋହି ଯାଉଛି। ଭାଗବତ କ'ଣ କହିଲେ? ଭାଗବତ ସୁନ୍ଦର ଭାବରେ କହିଲେ ମନ ଭାବୁଥାଇ ଯାହା ବାଳେ ବସିଛନ୍ତି, ରାତିରେ ମା ରାଧାରାଣୀକି ଧରିଛନ୍ତି। ତେଣୁ ତାଙ୍କ ଉପାୟ ଉପରେ ଆଉ ଗୋଟେ ଗୀତ, ସୁନ୍ଦର ଗୀତଟିଏ ପଢିବା, ତାପରେ ହେ ରାଧା କାନ୍ତ ଗରବ ଗଞ୍ଜନ